ମୁଁ ମମତା ରାଉତ ଗୋଟେ ସିନିୟର ସଫ୍ଟୱେयर ଇଞ୍ଜିନିୟର ଟେକ୍ନିକାଲ ମ୍ୟାନେଜର ହିସାବରେ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କରେ କାମ କରେ ଆଇଟି ସେକ୍ଟରରେ। ଆଉ ମୁଁ ବାଙ୍ଗାଲୋରରେ ରହେ। ମୋର ଦୁଇଟା ପୁଅ ବାଙ୍ଗାଲୋରରେ ଅଛନ୍ତି। ହଜବାଣ୍ଡ ୱାଇଫ ଦୁଇଟା ପିଲା ସହିତ ମୁଁ ବାଙ୍ଗାଲୋରରେ ରହେ। ମୁଁ ଆକ୍ଚୁଆଲି ରିଏଲି ମାନେ ଏଇ ଆୱାର୍ଡଟା ପାଇଁ ବହୁତ ଦିନରୁ ୱେଟ୍ କରିଥିଲି। ମାନେ ଯେବେ ମୋର ସରିଯାଇଥିଲା, ଯେତେବେଳେ ମୋତେ ଡାକିଥିଲେ ବହୁତ ବିଜୁ ଜନତା ଦଳର ବହୁତ ଦଳ ତରଫରୁ ଡକା ହେଇଥିଲା, ମୋତେ ଆୱାର୍ଡ ଦିଆ ବି ଯାଇଥିଲା। କିନ୍ତୁ ମୁଁ ଇନ୍ ପର୍ସନ୍ ନବୀନ ସାର୍ଙ୍କ ସହିତ ଦେଖା କରିବା ପାଇଁ ବହୁତ ଇଏ ଥିଲି। ଆଉ ଏଇଟା ଗୋଟେ ମୁଁ ଇଭିନ୍ ତାଙ୍କୁ ଷ୍ଟେଜରେ କହିଲି ଏଇଟା ମୋର ଜୀବନର ଗୋଟେ ପ୍ରାଉଡେଷ୍ଟ ମୋମେଣ୍ଟ ଦ୍ୟାଟ୍ ମୁଁ ଆପଣଙ୍କୁ ମାନେ ଇନ୍ ପର୍ସନ୍ ଦେଖା କଲି। ଆଉ ରିଏଲି ଆଇ ଏମ୍ ଥ୍ୟାଙ୍କଫୁଲ୍ ଫର୍ ଦ୍ୟାଟ୍। ଗୋଟେ ନାରୀ ହିସାବରେ ଆପଣ ବହୁତ ଆଗକୁ ଯାଇଛନ୍ତି, କେତେ ସଫଳତା ଆପଣ ପାଇଛନ୍ତି ଆଉ କାହା ପ୍ରେରଣାରେ କେମିତି ଯାଇଛନ୍ତି? ମୋର ପ୍ରେରଣା ସବୁବେଳେ ମୋର ବାପା ମା। କାରଣ ମୋ ବାପା ସବୁବେଳେ ମୁଁ ବହୁତ ଗରିବ ଫ୍ୟାମିଲିରୁ ବିଲଙ୍ଗସ୍ କରେ। ମାନେ ମୋ ବାପା ଜଣେ ଜଷ୍ଟ ଜୁନିୟର କ୍ଲର୍କ ଥିଲେ। ତ ଆମେ ବହୁତ ଅସୁବିଧାରେ ବଡ଼ ହେଇଥିଲୁ ଏଠି ଭୁବନେଶ୍ୱରରେ। ତ ଆମର କିଛି ନଥିଲା ହରେଇବା ପାଇଁ। ତ ଆମେ ଚାହୁଁନଥିଲୁ ସେଇ ଲାଇଫ୍ ଆମ ଫ୍ୟୁଚର ଜେନେରେସନକୁ ଆମେ ଦେଉ। ତ ସବୁବେଳେ ଚେଷ୍ଟା କରୁ ସେଥିରୁ କେମିତି ବାହାରକୁ ପାରିବୁ। ତେଣୁ ସବୁବେଳେ ଲାଇଫ୍ରେ ଥାଏ ଯେ ଯଦି ଦୁନିଆରେ କୌଣସି ମୋ ଜୀବନର ଗୋଟିଏ ମନ୍ତ୍ର ହେଉଛି ଯେ ଦୁନିଆରେ ଯଦି କୌଣସି ମଣିଷ ପୃଥିବୀରେ କିଛି ବି କରିପାରୁଛି ଦେନ୍ ମୁଁ ବି କରିପାରିବି, କାରଣ ମୁଁ ବି ଗୋଟେ ମଣିଷ। ତ ମୁଁ ସବୁବେଳେ ଟ୍ରାଏ କରେ ଆଉ ମୁଁ ହାରିବାକୁ କେବେ ଭୟ କରେନି। ତ ମୁଁ ସେଇ ସେମ୍ ମୁଁ ଏବିକା ଜେନେରେସନ୍ ଏବେ ମାନେ ମୁଁ ଦେଖୁଛି ପ୍ରାୟ 6th 7th 8th 9th ପିଲାମାନେ ବହୁତ ଜଲ୍ଦି ହାର ମାନି ଯାଉଛନ୍ତି। ବଟ୍ ମୁଁ ତାଙ୍କୁ ସେଇଆ ହିଁ କହିବି ଯେ ଏତେ ଜଲ୍ଦି ହାର ମାନିବାର ନାହିଁ, କାରଣ ଲାଇଫ୍ର କେବେ ନା କେବେ ସଫଳତା ମିଳିବ। ଆଉ ସେଇ ଯେଉଁ ହାରିବାଟା ହେଉଛି ଆମର ଗୋଟେ ଷ୍ଟେପିଂ ଷ୍ଟୋନ୍ ଟୁୱାର୍ଡସ୍ ଦ ସକ୍ସେସ୍। କେତେଟି ପାହାଡ଼ ଚଢ଼ିଛନ୍ତି? ନା ନା, ମୋର ସେଇଟା ହେଉଛି ଫାଷ୍ଟ ଆଉ ବୋଧେ ଲାଷ୍ଟ ଟାଇମ୍ ଚଢ଼ିଥିଲି ମୁଁ 2024ରେ। ଜଷ୍ଟ ମୁଁ ଗୋଟେ ସାହସ କଲି, କାରଣ ମୋତେ ଇଚ୍ଛା ହେଉଥିଲା ଚଢ଼ିବା ପାଇଁ, ଟ୍ରେକିଂରେ ଯିବା ପାଇଁ। ବଟ୍ ମୁଁ ଚାହିଁଲି ଯେ ମୁଁ ଚଢ଼ିବି ଯଦି ଏଭରେଷ୍ଟ ହିଁ ଚଢ଼ିବି, କାରଣ ସେଇଟା ହିଁ ସବୁଠୁ ଟଫ୍। ପାହାଡ଼ ଚଢ଼ିବାକୁ କାଇଁ ଇଣ୍ଟରେଷ୍ଟ ହେଲା? ମୁଁ ଆକ୍ଚୁଆଲି ଆଡ଼ଭେଞ୍ଚରସ୍ ଆକ୍ଟିଭିଟି ଭଲ ଲାଗେ। ମାନେ ମୁଁ ଏମିତି ସି ଡାଇଭିଂ ଏଗୁଡ଼ା ସବୁ ବି କରେ। ମୋତେ ଯେଉଁ ଜିନିଷଟା ମୋତେ ଡରେ ମୁଁ ସେଇ ଜିନିଷଟାକୁ ସବୁବେଳେ ଟ୍ରାଏ କରେ। ସମସ୍ତେ କହିଥିଲେ କି ନାଇଁ ତୁ ଏଭରେଷ୍ଟ ଚଢ଼ି ପାରିବୁନି, ତ ଏଭରେଷ୍ଟ ଚଢ଼ିବା ତୁ କ'ଣ ଏଭରେଷ୍ଟ ଚଢ଼ିକି ଆସିଛୁ କି ତୁ ସେମିତି ହାଲିଆ ହେଇ ପଡ଼ୁଛୁ। କହିଲେ ଏଭରେଷ୍ଟ ଚଢ଼ିବାରେ କ'ଣ ଅଛି, ବହୁତ ଇଜି, ନା ଚଢ଼ିକି ଦେଖା। ତ ସେମିତି ସାଙ୍ଗମାନେ କଥାରେ କହନ୍ତି ମୁଁ ଓକେ ଚଢ଼ିକି ଦେଖେଇଦେବି। ତ ଆମ ଗ୍ରୁପ୍ରେ ପ୍ରାୟ 11 ଜଣ ଯାଇଥିଲୁ, ଆମେ ମାତ୍ର 2 ଜଣ ହିଁ କମ୍ପ୍ଲିଟ୍ କରିପାରିଥିଲୁ। ଆଉ ସେଇ ଯେଉଁମାନେ ମାନେ ଏୟାରଲିଫ୍ଟ ହେଲେ ସେମାନେ ସବୁ ଅଲରେଡ଼ି ଗୋଟେ ଟ୍ରେନ୍ଡ ଟ୍ରେକର୍ସ, ସେମାନେ ଅଲରେଡ଼ି ଆଗରୁ ବହୁତ ଚଢ଼ିଥିଲେ। ମୁଁ କେବେ ବି ଚଢ଼ି ନଥିଲି। ଷ୍ଟାର୍ଟିଂରେ ତ ମୁଁ ଗୋଟେ ସ୍ନେଲ୍ ଭଳିଆ ହିଁ ଚାଲୁଥିଲି, ଗୋଟେ ଯେମିତି ଗୋଟେ ଗେଣ୍ଡା ଯେମିତି ଚାଲେ ସେମିତି ଚାଲୁଥିଲି। ବଟ୍ ସେଇଟା ଆକ୍ଚୁଆଲି ହେଉଛି ମୂଳ ମନ୍ତ୍ର ଯେକୌଣସି ପାହାଡ଼ ଚଢ଼ିବା ପାଇଁ। ମୁଁ ସେଇଟା ଜାଣିନଥିଲି, ମୁଁ ଧୀରେ ଧୀରେ ଚଢ଼ୁଥିଲି। ବଟ୍ ସେଇଟା ହିଁ ମୋତେ ସାହାଯ୍ୟ କଲା ମୋର ଅକ୍ସିଜେନ୍ ଲେଭେଲକୁ। ଏଥିପାଇଁ ଆଜି ନବୀନ ପଟ୍ଟନାୟକ ଗୁରୁଜନ ମୁଖ୍ୟମନ୍ତ୍ରୀ ଆପଣଙ୍କୁ ସମ୍ମାନିତ କଲେ, କେତେ ଖୁସି ଲାଗୁଛି? ମୁଁ ତାଙ୍କୁ ଇଭିନ୍ ଷ୍ଟେଜ୍ରେ କହିଥିଲି ବହୁତ ଗର୍ବିତ। ମାନେ ଏମିତି ଗୋଟେ ଲିଜେଣ୍ଡ ଯିଏକି ମାନେ 25 ଇୟର୍ସ 30 ଇୟର୍ସ ଓଡ଼ିଶାରେ ଶାସନ କରିଛନ୍ତି, ତାଙ୍କୁ ଯାହାଙ୍କୁ 4 କୋଟି ଲୋକ ମାନେ 30 ବର୍ଷ ଧରି ତାଙ୍କୁ ଭଲ ପାଉଥିଲେ, ସେମିତି ଗୋଟେ ଲୋକଙ୍କଠୁ ପୁରସ୍କୃତ ହେବା ମାନେ ଆପଣ ଜାଣିଥିବେ କି ନାହିଁ ମୁଁ ଜାଣିନି। ଆମେ ଯେତିକି ବାହାରେ ରହୁ, ଓଡ଼ିଶା ବାହାରେ, ଆମର ପରିଚୟ ନବୀନ ପଟ୍ଟନାୟକ। ନବୀନ ମାନେ ଆମେ ଯଦି କହିବୁ ଓଡ଼ିଶାର ସେ କହିବେ ନବୀନ ପଟ୍ଟନାୟକ ଷ୍ଟେଟ୍, ମାନେ ସେମାନେ ସେମିତି ହିଁ ଜାଣିଥିଲେ। ତା ପୂର୍ବରୁ ତ ମୁଁ ହାର୍ଡଲି ଜାଣେ ଯେ ଓଡ଼ିଶା କହିଲେ ଲୋକ ବୁଝି ହିଁ ପାରନ୍ତିନି। କିନ୍ତୁ ନବୀନ ସାର୍ଙ୍କ ଆସିଲା ପରେ ମାନେ ଓଡ଼ିଶା କହିବାକୁ ପ୍ରାଉଡ୍ ଫିଲ୍ ହୁଏ। ମାନେ ଗୋଟେ ଗ୍ରେଟେଷ୍ଟ ଚିଫ୍ ମିନିଷ୍ଟର ଯିଏକି କଥା କୁହନ୍ତୁ ଯାହା ବି କୁହନ୍ତୁ ସବୁଥିରେ ମାନେ ତାଙ୍କ ନାଁଟା ଆଗୁଆ ଥାଏ। ତ ଓଡ଼ିଶାରେ ଆମେ ତ ବହୁତ ପ୍ରାଉଡ୍ ଫିଲ୍ କରୁ ଆଜି ଚିଫ୍ ମିନିଷ୍ଟର ନବୀନ ପଟ୍ଟନାୟକ ହେଉଛନ୍ତି ଆମ। ଆଉ ତାଙ୍କଠୁ ପୁରସ୍କୃତ ହେବା ମାନେ ଇଟ୍ସ ରିଏଲି ଏ ଗ୍ରେଟ୍ ମୋମେଣ୍ଟ ଫର୍ ମି। ଧନ୍ୟବାଦ।